ଆମର ମୟୂରଭଞ୍ଜ ଜିଲ୍ଲା କେଉଁଝର ଜିଲ୍ଲା ଆଉ ଆମର ବାଲେଶ୍ୱର ଜିଲ୍ଲାରେ ପ୍ରାୟତଃ ଲୋକମାନେ ଅଧିକାଂଶ ଆମର ଶୀତ ଦିନରେ ବତକ ମାଂସ ଖାଇଥାନ୍ତି। ତ ସେଥିପାଇଁ ଆମର ଏଇ ତିନୋଟି ଜିଲ୍ଲା ଯେମିତିକି ମୟୂରଭଞ୍ଜ ଆଉ ଆମର ବାଲେଶ୍ୱର ଆଉ କେଉଁଝର ଜିଲ୍ଲାରେ ପ୍ରାୟତଃ ବତକର ଡିମାଣ୍ଡ ମଧ୍ୟ ଅଧିକ ମାତ୍ରାରେ ହୋଇଥାଏ। ଯଦି ଆପଣମାନେ ଏଇ ତିନୋଟି ଜିଲ୍ଲାରୁ ହେଇଥିବେ ତ ଆପଣ ନିଶ୍ଚୟ ବତକର ଡିମାଣ୍ଡ ବିଷୟରେ ନିଶ୍ଚୟ ଜାଣିଥିବେ। ତ ଏସବୁ ମୁଁ କାହିଁକି କହୁଛି ନା ଆଗକୁ ଆମର ବର୍ଷା ଋତୁ ଆସୁଛି, ତାପରେ ପରେ ଆମର ଶୀତ ଋତୁ ମଧ୍ୟ ଆଗକୁ ଆସୁଛି। ଏଇ ବର୍ଷା ସିଜନରେ ଯଦି ଆପଣମାନେ ଆମର କିଛିଟା ବତକକୁ ଆପଣମାନେ ପାଳନ କରୁଛନ୍ତି ତେବେ ଆପଣଙ୍କର ଭଲ ଲାଭ ହେବ ବୋଲି ମୁଁ ଆଶା କରୁଛି। ଯାହାକି ଯଦି ଆପଣମାନେ ଆମର ବତକ ପାଳନରେ 1000 ଟଙ୍କା ଇନଭେଷ୍ଟ କରୁଛନ୍ତି ତାର 2 ଗୁଣା ଲାଭ ଆପଣ ପାଇପାରିବେ, ଯୋଉଟା କି ଆପଣ ଡବଲ ଲାଭ ଆପଣମାନେ ପାଇପାରିବେ ବୋଲି ମୋର ଆଶା ରହିଛି। ତ ଏହି ସବୁ ଆମର କିପରି ସମ୍ଭବ ହେବ ଚାଲନ୍ତୁ ଆଜିର ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା। ଭିଡ଼ିଓରେ ଆଗକୁ ଯିବା ପୂର୍ବରୁ ମୋର ଗୋଟିଏ ଅନୁରୋଧ ରହିବ ଯେ ଆପଣମାନେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଭଲ ଭାବେ ଦେଖନ୍ତୁ, ତ ନିଶ୍ଚୟ ଜାଣିପାରିବେ। ଆଉ ଯଦି ଭିଡ଼ିଓଟି ଆଗକୁ ଦେଖି ଇଣ୍ଟରେଷ୍ଟିଂ ଲାଗିବ ତ ଭିଡ଼ିଓ ଗୋଟେ ଲାଇକ୍ ନିଶ୍ଚୟ କରିବେ ଆଉ ସାଙ୍ଗମାନଙ୍କ ସହ ଭିଡ଼ିଓକୁ ନିଶ୍ଚୟ ସେୟାର କରିବେ। ଆଉ ଯଦି ଆପଣମାନେ ଚ୍ୟାନେଲରେ ପ୍ରଥମ କରି ଆସିଥିବେ ତେବେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରିବେ ଆଉ ପାଖରେ ଆସିଥିବା ବେଲ୍ ଆଇକନକୁ ମଧ୍ୟ ବଜାଇ ରଖିବେ। ଯଦି ଆମେ ଏଇ ଆଗକୁ ଆସୁଥିବା ବର୍ଷା ଋତୁରେ ବତକ ପାଳନ କରିବା ତେବେ ବହୁତ ଭଲ ହବ, କାହିଁକି ନା ଆମର ବତକକୁ ପାଳନ କରିବାକୁ ହେଲେ ପାଣି ଥିବା ପୋଖରୀର ବହୁତ ହି ଆବଶ୍ୟକ ହୋଇଥାଏ। ତ ଯଦି ଆମେ ଏଇ ବର୍ଷା ଋତୁରେ ଆମେ ବତକ ପାଳନ କରିବା ତେବେ କ'ଣ ହବ ନା ଆମର ବର୍ଷା ଯୋଗୁଁ ଆମର ପାଖାପାଖିରେ ଥିବା ଛୋଟ ଛୋଟ ପୋଖରୀ ଖାଲ ଇତ୍ୟାଦି ସବୁ ପାଣିରେ ଭରପୁର ହୋଇଥିବ। ତ ଆମକୁ ବତକ ପାଳନ କରିବାରେ ବହୁତ ହି ସହଜ ହବ, ଆଉ ଯୋଉଟା କି ଆମକୁ ପୋଖରୀର ଆବଶ୍ୟକ ଥିବ ତ ପୋଖରୀର ଆବଶ୍ୟକ ଆଉ ଜମାରୁ ରହିବ ନାହିଁ। ବର୍ଷା ଦିନରେ ଆମର ଜିଆ ପୋକ ଆଉ ଆମର ଗେଣ୍ଡା ଇତ୍ୟାଦି ବାହାରକୁ ବାହାରିଥାନ୍ତି, ଯାହାକି ଆମର ବତକ ମାନଙ୍କର ପେଟ ପୋଷଣ ହୋଇଥାଏ। ଆମର ଖାଦ୍ୟରେ ମଧ୍ୟ ବତକ ପାଳନରେ ଖାଦ୍ୟରେ ମଧ୍ୟ ବହୁତ କମ ଖର୍ଚ୍ଚ ହୋଇଥାଏ। ଯଦି ଆମେ ଚିନ୍ତା କରିବା ତେବେ ବତକ ମାନଙ୍କ ପାଇଁ ରହିବା ପାଇଁ ଗୋଟେ ଘରଟିଏ ଦରକାର ଆମ ପାଇଁ, ଯୋଉଟା କି ଆମେ ଆମର ଘର ପଛପଟେ ଥିବା ଖାଲି ଜାଗା ଯୋଉଟା କି ଉଚ୍ଚ ଥିବା ଦରକାର ଆଉ ଟିକେ ସଫା ରହିଥିବା ଦରକାର। ଯଦି ଏସବୁ ଅଛି ତାହେଲେ ଆଉ କିଛିଟା ଆମର ବତକ ପାଳନ ଆବଶ୍ୟକ ନାହିଁ। ଯେକୌଣସି ଜାଲରେ ଆମେ ଘେରିକି ରଖିପାରିବା, ଯୋଉଟା କି ଆମେ ଶିକାରୀ ପଶୁଠୁ ରକ୍ଷା କରିପାରିବା ଭଳି ହେଲେ ଆମର ଚଳିବ। ଆଉ ସେମିତି କିଛି ନାହିଁ ଯୋଉଟା କି ବତକ ମାନଙ୍କୁ ତ ପ୍ରାୟତଃ ରୋଗ ଲାଗେ ନାହିଁ ଜମାରୁ, ତ ସେଥିରେ ଆମର କିଛି ସମସ୍ୟା ମଧ୍ୟ ନାହିଁ। କେବଳ ବତକ ଛୋଟ ଥିବା ଅବସ୍ଥାରେ ତାକୁ କିଛି ଦିନ ଆମର ବ୍ରୋଡିଂରେ ରଖିବାର ରହିଛି। ତ ଯଦି ଆମେ ବତକ ମାନଙ୍କୁ ଭଲ ଭାବେ ବ୍ରୋଡିଂ ଏମିତି 20 ରୁ 30 ଦିନ ଯଦି ଆମେ କରିପାରିବା ତେବେ ଆମର ସମସ୍ୟା ଜମାରୁ ଦେଖାଦେବନି ଆମର ବତକ ପାଳନରେ। ଆଉ ଗୋଟେ କଥା ହେଉଛି ଆମର ବତକ ଯେତେବେଳେ ଆମର ବଡ଼ ହେଇଯାଉଛନ୍ତି ତ ବତକ ମାନଙ୍କୁ ସେଲ୍ କରିବାରେ ଟିକେ ଆମର ପ୍ରୋବ୍ଲେମ ଦେଖା ଦେଇଥାଏ। ତ ଯଦି ଆପଣମାନେ ବତକକୁ ବଢଉଛନ୍ତି ଆଉ ସେଲ୍ କରିବା ପାଇଁ ଚାହୁଁଛନ୍ତି ତ ଆପଣମାନେ ପ୍ରଥମେ ଦେଖନ୍ତୁ, ବତକ ରଖିବା ପୂର୍ବରୁ ଆପଣମାନେ ଦେଖନ୍ତୁ ଆପଣମାନଙ୍କର ପାଖାପାଖି ଯୋଉ ମାର୍କେଟ ରହିଛି ବା ଆମର କୁକୁଡ଼ା ବେପାରୀ ବା କୁକୁଡ଼ା ହାଟ ଯୋଉ ଜାଗାରେ ରହିଛି ତ ତାଙ୍କୁ ହିଁ ପଚାରିକି ବୁଝନ୍ତୁ ଭଲ ଭାବେ। ଯଦି ଆପଣଙ୍କ ଏରିଆରେ ବତକର ଡିମାଣ୍ଡ ଭଲ ଭାବେ ଥାଏ ତ ଆପଣମାନେ ନିଶ୍ଚିନ୍ତ ଭାବରେ ଆମର ବତକକୁ ପାଳନ କରିକି ଭଲ ଲାଭ ଆପଣ ଯୋଉଟା କି ଆମର ଡବଲ ଲାଭ ଆପଣ ନିଶ୍ଚୟ ପାଇପାରିବେ। ଯଦି ଆପଣମାନେ ଆମର ମୟୂରଭଞ୍ଜ କି କେଉଁଝର କି ଆମର ଯୋଉ ବାଲେଶ୍ୱର ଜିଲ୍ଲାରୁ ହେଇଥିବେ ତେବେ ଆପଣଙ୍କୁ ଏସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦି ଆପଣମାନେ ଅଦର ଷ୍ଟେଟ୍ ଯେମିତିକି ଅଲଗା ଜିଲ୍ଲାରେ ଯଦି ଆପଣମାନେ ହେଇଥିବେ ହୁଏତ ଆପଣଙ୍କୁ କିଛିଟା ପ୍ରୋବ୍ଲେମ ହେଇପାରେ, ମୋର ଅନୁମାନ ରହିଛି। ନହେଲେ ଯଦି ଆପଣମାନେ ଆମର ଏଇ ମୟୂରଭଞ୍ଜ କି ଆମର ବାଲେଶ୍ୱର କି କେଉଁଝର ଜିଲ୍ଲା ରହିଥିବେ ତ ସେମିତି ଅସୁବିଧା ଆପଣମାନଙ୍କୁ କିଛି ଦେଖିବାକୁ ମିଳିବନି, ଯାହାକି ମୋର ନିଜର ଅନୁଭବ ରହିଛି। ତ ମୁଁ ଆପଣମାନଙ୍କୁ ସେଥିପାଇଁ ହିଁ ରିକ୍ୱେଷ୍ଟ କରୁଛି, ଯଦି ଆପଣମାନେ ଏଇ ବର୍ଷା ସିଜନରେ ଚାଷ କରିବା ପାଇଁ ଚାହାନ୍ତି ତ ଆପଣ ବତକ ପାଳନ କରନ୍ତୁ, ବହୁତ ହି ବେଷ୍ଟ ଅପସନ ରହିଛି ଆପଣମାନଙ୍କ ପାଇଁ। ଦେଖନ୍ତୁ, ଯଦି ଆମେ ଏଇ 50 ଟଙ୍କା ମୂଲ୍ୟରେ ଗୋଟେ ବତକକୁ ଆମେ କିଣୁଛେ ତେବେ ଆମର 50ଟା ଟଙ୍କା ଖର୍ଚ୍ଚ ଗଲା। ଆଉ ଯଦି ଆମେ ବତକର ଦାନା ଉପରେ ଆମେ ଯିବା ତେବେ ଦାନାଟା ବହୁତ କମ ଖର୍ଚ୍ଚ ହେବ, ଯେହେତୁ ଆମେ ବର୍ଷା ଦିନରେ ବତକକୁ ପାଳନ କରୁଛେ। ତ ଦାନା ପାଇଁ ଆମେ ଯଦି ଦେଖିବାକୁ ଯିବା 20 ଟଙ୍କାରୁ 30 ଟଙ୍କା ଖର୍ଚ୍ଚ ଯିବ। ତ ଆମର କେତେ ହେଲା ଟୋଟାଲ 50, ଇଏ ଆମର ଯୋଡ଼ି ଦେଲେ ଆମର 30 ଟଙ୍କାକୁ 80 ଟଙ୍କା ହେଲା। ଆଉ ବତକ ମାନଙ୍କ ରହିବା ପାଇଁ ଯୋଉ ଘର ମୁଁ ଆପଣମାନଙ୍କୁ ଯେମିତି କହିଲି ଟିକେ ଉଚ୍ଚ ଜାଗା ଆଉ ଟିକେ ସଫା ଜାଗା ଯଦି ହେଇଥିବ ତ ଆପଣଙ୍କର କୌଣସି ପ୍ରକାର ଆବଶ୍ୟକ ରହିବନି। ତ ଯଦି ଗୋଟିଏ ବତକ ପିଛା ଆମେ 10 ଟଙ୍କା ବି ଆମର ଘର ପାଇଁ ଆମେ ଖର୍ଚ୍ଚ କରୁଛେ ତେବେ ଆମର 90 ଟଙ୍କା ହଉଛି।
तो आम जदि 90 टंका होउची हमर गोटे बतकर खर्च तो जदि आम बतकटी आम बड़ होउची बिक्री करते तो केते टका बिक्री करिया पाखापाखि आपण मैंने देखिए जे मु आमर जेहेतु आम मयूरभंज जिले में तो मुझे बुझी आम गोटे बतक पिछा आम 250 टंका 300 टका पाखापाखि आम पाई जोटा कि आम जो भेंडर मान जो बेपारी मानक देले आम 250 टका पाई तो जब आम देखा जा तो गोटे बतक खर्च करते केते ना 90 टंका 90 टका जो खर्च करते से 250 टका बतक जो बड़ हो बड़ हाँपाई तो आमको बतक केवल 3 ରୁ 5 मास भितर लगी था जदि आम मार्केट दाना बतक मान दबा तेज आम 3 ରୁ 4 मास लगी था आम नर्माली दाना जमीक आम बुली बुली खाइब जी बतक आदि आम घर भात कि धान चाउल इत्यादि आम दबा तेज 4 ରୁ 5 मास लगी था जोटा कि बिक्री उपयोगी हाँपाई तो जदि आम से भाई आम आधार देखा जा तो बतक बड़ हाँपर आम 250 टका जी होती तो तार खर्च आम के ना 90 टंका 90 टंका ये 250 टका हो तो 90 टंका मैंने जब आम करवा तो 150 टंका 160 टंका आमर प्रॉफिट होची आपण मानक मु कोन पई वर्षा सीजन ही हमर बतक को पालन करिया पई कहली तो देखन तो हमर जून एबे चलती तो जून को छाड़ दबा जुलाई अगस्त सेप्टेम्बर अक्टोबर नवंबर डिसेम्बर तो हमर 5 ରୁ 6 मास रहते जदि आम यही वर्षा सीजन रे बतक को पालन करवा तेबे हमर 5 मास लगी था बतक को बड़ जोटा कि बिक्री हाँपाई तो आमर ये वर्षा सीजन पालन करवा तेबे आमर शीत दिन बेलू आम बतक रेडी हो जोटा कि बिक्री उपयोगी तो से समय आम भल प्रॉफिट आम पाइपर जोटा कि बतकर चाहिदा केवल शीत दिन थाए तेणुक मुझे वर्षा ऋतु में आपको कहली आपने बतक पालन करने चाहते तो वर्षा ऋतु ही स्टार्टिंग करूँ आपने सेल कर तो आप शीत आसी तो आपको सेल कर प्रकार असुविधा देखा ना तो सांग मैंने ये आज वीडियो आशा कर आप बहुत ही हेल्पफुल हो तो हेल्पफुल होता है वीडियो को निश्चय गोटे लाइक करेंगे आ सांग मान सब वीडियो को निश्चय शेयर करेंगे आदि आपर कौन प्रकार कौन जगह आप डाउट रोचे तेज आप मतामत आम कमेंट बॉक्स जाई लिखि जनइबे मुझे निश्चय रिप्लाई करी आदि आप चैनल को सब्सक्राइब करना तो आप चैनल को निश्चय सब्सक्राइब कर रखिए एमती यूजफुल और हेल्पफुल वीडियो सर्वप्रथम पाइबापी तो सांग मैंने आज वीडियो ये देखा मोर नेक्स्ट वीडियो से विदाय नौ जय जवान जय किसान धन्यवाद।